ମୁଁ ସୂର୍ଯ୍ୟ ରାଉଳ ସଂଘର ସଭାପତି। ଆଜିର ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ହେଲା ସରକାର ଆମକୁ ଆଲୋଚନାକୁ ଡାକିଥିଲେ ଦୁଇଥର, ତେଣୁ ଆମର ଦାବି ଯଥାଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଆମକୁ ନିଯୁକ୍ତି ଦେବା ପାଇଁ ଆପଣଙ୍କ ମାଧ୍ୟମରେ ଆଜିର ସାମ୍ବାଦିକ ସମ୍ମିଳନୀ। କଣ ଦାବି ରଖିଥିଲେ ସରକାର ପାଖରୁ? ଦାବି ପ୍ରଥମ ଦାବି ଆମକୁ ଶୀଘ୍ର ନିଯୁକ୍ତି ଦିଆଯାଉ। ଦ୍ୱିତୀୟ ଦାବି ଆମକୁ ଆମର ପ୍ରପର ପ୍ରାପ୍ୟ ଦିଆଯାଉ। ତୃତୀୟ ଦାବି ଆମକୁ ପେନସନ ଦିଆଯାଉ। ଏଥିରୁ ବିଭିନ୍ନ ଦାବି ଅଛି। ଏ ପ୍ରସଙ୍ଗ ନେଇକି ସରକାର ଦେଖା କରିଥିଲେ ଆପଣ? ସରକାରଙ୍କୁ ଦେଖା କରାହେଇକି ସରକାର ଆଲୋଚନା କରି ସରକାର ଡିଓଙ୍କୁ ବିଓଙ୍କୁ ଚିଠି କରି ସବୁ ପ୍ରକାର ବନ୍ଦୋବସ୍ତ ହେଇଛି। ସରକାର କିଛି କରିନଥିଲେ, ଏ ସରକାର ସବୁ କରୁଛନ୍ତି। ସରକାର କଣ ପ୍ରତିଶ୍ରୁତି ଦେଇଛନ୍ତି ଆପଣ? ସରକାର ଶୀଘ୍ର ପ୍ରତିଶ୍ରୁତି ଦଉଛନ୍ତି, କିନ୍ତୁ ଆପଣଙ୍କ ମାଧ୍ୟମରେ ଆମେ ସରକାରଙ୍କୁ ଆଉ ଟିକେ ଚେତାवनी ଦଉଛୁ ଯେ ଯଥାଶୀଘ୍ର ଦାବି ଆମର ପୂରଣ କରାଯାଏ। ଆଜି ସାମ୍ବାଦିକ ସମ୍ମିଳନୀ ଡାକିବାର ମୁଖ୍ୟ କାରଣ ହେଲା ଆଜି ଆମେ ସରକାରକୁ ସାଧୁବାଦ ଦଉ। ବିଗତ ବହୁତ ଦିନର ଅପେକ୍ଷା ପରେ ଏଇ ଯୋଉ ଲୋକଙ୍କ ସରକାର ମୋଦି ସରକାର ଆମର ଦାବିକି ଗ୍ରହଣ କରି ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଆମ ପାଇଁ ଅନ୍ୟାୟ ହେଇଛି, ଯୋଉ ନିଜେ ହୃଦୟଙ୍ଗମ କରି ସବୁ ଡିଓ ମାନଙ୍କୁ ଚିଠି ମାଗିଛନ୍ତି। ଆମ ସଂଖ୍ୟା ବର୍ତ୍ତମାନ ଆସିକି ପହଞ୍ଚି ଯାଇଛି। ଖୁବ୍ ଶୀଘ୍ର ଆମ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆଜି ସଂଘ ମାଧ୍ୟମରେ ଆମେ ସରକାରଙ୍କୁ ନିବେଦନ ଦାବି କଣ ନା, ଇଏ ହେଉଛି ରାଜ୍ୟ ଖତେଇ ଅଣାନୁଷ୍ଠାନିକ ମହାସଂଘ 1979 ମସିହାରୁ ସ୍ଥାପିତ ହୋଇଥିଲା ଏବଂ 1980 ମସିହାରୁ ନନ୍-ଫର୍ମାଲ ସରକାର ଗୋଟେ ନିୟମ ଥିଲା, ଯେଉଁମାନେ ନନ୍-ଫର୍ମାଲ ପୋଷ୍ଟ ଶିକ୍ଷକ ରୂପେ ନିଯୁକ୍ତି ପାଇଛନ୍ତି ସେମାନେ 2 ବର୍ଷ ଚାକିରି କଲା ପରେ ସେମାନେ ଟ୍ରେନିଂ ସରିଲା ପରେ ସେମାନଙ୍କୁ ରେଗୁଲାର ଶିକ୍ଷକ ଭାବେ ନିଯୁକ୍ତି ଦିଆଯିବ। ପରମୁହୂର୍ତ୍ତରେ ଏ ସ୍କିମ୍ 2002 ମସିହାରେ ଆବଲିଶ କରିଗଲା। 2000 ଆବଲିଶ କରିଗଲା ପରେ ସରକାର ଗୋଟେ ଇଜିଏସ୍ ସ୍କିମ୍ ଆରମ୍ଭ କଲେ, ଯେଉଁଥିରେ ଲେଖିଲେ ଯେ ଫାଷ୍ଟ ପ୍ରିଫରେନ୍ସ ଆଜି ନନ୍-ଫର୍ମାଲ ଫାସିଲିଟେଟର କରାଯାଏ ଏବଂ ସେଠି ଗୋଟେ ଆଉ ଗୋଟେ ପଏଣ୍ଟ ରଖିଲେ ଭିସି କମିଟି। ଓଡ଼ିଶାକୁ ଛାଡ଼ିଦେଲେ ସାରା ଭାରତ ବର୍ଷରେ ଅଣାନୁଷ୍ଠାନିକ ଶିକ୍ଷକ ମାନେ 2004 ମସିହା ସୁଦ୍ଧା ରେଗୁଲାର ଶିକ୍ଷକ ମାନ୍ୟତା ପାଇ ସାରିଛନ୍ତି ଏବଂ ଆଜି ବି ମଧ୍ୟ ଆମ ସାଥିରେ ଯୋଉ ଶିକ୍ଷକ ମାନେ ପୋଷ୍ଟିଂ ହେଇଥିଲେ ନିଯୁକ୍ତି ପାଇଥିଲେ ସେମାନେ ଆଜି ସେମାନଙ୍କର ବେତନ ଆଜି 90ରୁ 95,000 ଟଙ୍କା କରିଥାଏ। ଆମେ ସରକାରଙ୍କୁ ବର୍ତ୍ତମାନ ଅନୁରୋଧ କରୁଛୁ, ଆମ ପାଇଁ ଯୋଉ ଅନ୍ୟାୟ କରାଯାଇଛି, ଆମକୁ ଯୋଉ ନିଯୁକ୍ତି ଦିଆହେଉନି, ଏକ୍ସେପ୍ଟ ଓଡ଼ିଶା ସାରା ଭାରତ ବର୍ଷରେ ସବୁ ଶିକ୍ଷକ ପାଇଲେ, ଆମମାନେ ଯୋଉ ପାଇଲୁନି, ଆମକୁ ରେଗୁଲାର ଶିକ୍ଷକ ସହିତ ଉପଯୁକ୍ତ ମାନେ ପ୍ରାପ୍ୟ ଆମକୁ ଦିଆଯାଉ।